ଆଜି ମୁଁ ଆପଣମାନଙ୍କୁ ଗୋଟେ ହେଲ୍ଦି ରେସିପି ଦେଉଛି, ତାହା ପୁଣି ବହୁତ କମ୍ ସମୟ ଭିତରେ ଆଉ କମ୍ ଜିନିଷରେ ବନିଯାଉଛି। ଭିଡ଼ିଓଟି ସ୍କିପ୍ ନକରି ଶେଷ ପର୍ଯ୍ୟନ୍ତ ଦେଖିଲେ ଆପଣମାନେ ଜାଣିପାରିବେ। ମୋର ଏଠି ପରିବାରେ ମୁଁ ନେଇଯାଇଛି ବିଟ୍, ଗାଜର, କ୍ୟାପ୍ସିକମ୍, ମଟର, ବିନ୍ସ ଆଉ ଅଳ୍ପ କିଛି ଅଦା ଆଉ କଞ୍ଚାଲଙ୍କାର ଛେଚା। ଏଠି ଆମେ ବନାଉଛେ ମାଣ୍ଡିଆ ହାଲୁଆ, ତାହା ପୁଣି ଢେର ସାରା ପରିବାକୁ ନେଇକରି। ମାଣ୍ଡିଆକୁ ମୁଁ କିଛି ସମୟ ପାଇଁ ଭାଜି ଦେଉଛି, ଅଳ୍ପ ଟିକେ ଘିଅ ଦେଇକି ମୁଁ ତାକୁ ଭାଜି ଦେଉଛି। ଆପଣମାନେ ଚାହିଁଲେ ଏଥିରେ ତେଲ ଦେଇପାରନ୍ତି, ଘିଅଟା କିନ୍ତୁ ଆମ ହେଲ୍ଥ ପାଇଁ ଭଲ। ମୋର ଭାଜି ହେଇଗଲାଣି। ମାଣ୍ଡିଆର ଖାଲି କଞ୍ଚା ବାସ୍ନାଟା ଯିବା ପର୍ଯ୍ୟନ୍ତ ଆପଣମାନେ ଭାଜିବେ। ସେ ସେମ୍ କଡ଼େଇରେ ମୁଁ ଆଉ ଟିକେ ଘିଅ ଦେଇକରି ପକାଇ ଦେଉଛି ଅଦା, ଯେଉଁ କଞ୍ଚା ଲଙ୍କା ମୁଁ ରଖିଥିଲି ପକାଇ ଦେଉଛି। ତା ସାଙ୍ଗରେ ଅଳ୍ପ ଭୃଷଙ୍ଗ ପତ୍ର ଦେଇକି ତାକୁ ହାଲକା ଭାଜି, ଆପଣମାନେ ଚାହୁଁଥିବେ ଯେତେ ସାରା ଚାହିଁବେ ସେତେ ସାରା ପରିବା ଏଥିରେ ପକାଇ ପାରିବେ। ଯେଉଁ ପରିବାକୁ ଆପଣମାନେ ଖାଇବାକୁ ଭଲ ପାଆନ୍ତି ସେ ପରିବାକୁ ଏଥିରେ ପକାଇ ପାରିବେ। ମାଣ୍ଡିଆଟା କେତେ ଉପକାରୀ ଆମ ଦେହ ପାଇଁ ଆପଣମାନେ ତ ନିହାତି ଭାବରେ ଜାଣିଛନ୍ତି। ତା ସହିତ ପୁଣି ଆମର ଏଥିରେ ଢେର ସାରା ପରିବା ରହୁଛି। କହିବାକୁ ଗଲେ ଗୋଟେ ହେଲ୍ଦି ବ୍ରେକଫାଷ୍ଟ ଆପଣମାନେ ଏମିତି ବନେଇକିରି ପିଲାମାନଙ୍କ ଟିଫିନ୍ ବକ୍ସରେ ହେଉ କି ନିଜେ ସକାଳର ଜଳଖିଆରେ ହେଉ ନିହାତି ଭାବରେ ଖାଇପାରିବେ। ଯାହା ଖାଆନ୍ତୁ ନା କାହିଁକି କିନ୍ତୁ ମାଣ୍ଡିଆ ମଝିରେ ମଝିରେ ଖାଇବା ନିହାତି ଦରକାର। ମଝିରେ ମଝିରେ କ'ଣ, ମୁଁ ତ କହିବି ସବୁବେଳେ ଖାଇବା ଆମ ଦେହ ପାଇଁ ଭଲ। ଆଉ ଗୋଟେ କଥା ମୁଁ କହିବାକୁ ଆପଣଙ୍କୁ ଭୁଲି ଯାଇଛି, ଏହି ସମୟରେ ଆପଣମାନେ ମିଠା ଦେଇପାରନ୍ତି। ଯଦି ମିଠା ଖାଇବାକୁ ପସନ୍ଦ କରୁଥିବେ ତାହେଲେ ମିଠା ଦେଇପାରନ୍ତି। ଏଠି ମୁଁ ମିଠା ନେଉନି। ପାଖାପାଖି ମୋର ପରିବାଟା ହାଲକା ସିଝିଗଲାଣି। ମୁଁ ଏହି ସମୟରେ ମାଣ୍ଡିଆଟାକୁ ପକାଇ ଦେଉଛି। ଏମିତି ହେଲ୍ଦି ଜିନିଷ ବନେଇକରି ନିଜେ ଖାଇବା ସହିତ ନିଜର ପିଲାମାନଙ୍କୁ ଦିଅନ୍ତୁ। ହେଲ୍ଦି ଖାଇକି ହେଲ୍ଦି ରୁହନ୍ତୁ। ପତଳା ଆପଣମାନେ ଯଦି ପତଳା ଚାହୁଁଥିବେ ପତଳା କରିକିରି ବି ଖାଇପାରନ୍ତି, କିନ୍ତୁ ମୁଁ ଆକୁ ଆଉ ଗୋଟେ ୟୁନିକ୍ ଦେଖାଯିବା ପାଇଁ ମୁଁ ଗୋଟେ ଆକୁ ସେପ୍ ଦେବି। ଲାଷ୍ଟରେ ମୁଁ ପକାଇ ଦେଉଛି ଧନିଆ ପତ୍ର। ଆଖିକି ଦେଖାଗଲେ ପିଲାମାନେ ଖାଇବା ପାଇଁ ନିଶ୍ଚିନ୍ତ ଉତ୍ସାହିତ ହେବେ। ଏମିତି ନିହାତି ଥରେ ବନେଇକିରି ଦେଖନ୍ତୁ, ତା'ର ଟେଷ୍ଟ କ'ଣ ନିହାତି ଭାବରେ ଜାଣିପାରିବେ। ମୁଁ ଗୋଟେ ପ୍ଲେଟରେ ମୁଁ ଟିକେ ତେଲ ମାରି ଦେଉଛି, ତାକୁ ଏଇଥିରେ ବାହାର କରିଦେଇକରି ତାକୁ ଗୋଟେ ସେଟ୍ ଦେବା। ସାଙ୍ଗେ ସାଙ୍ଗେ ମୋର ଗରମ ଅଛି, ମୁଁ ତାକୁ ସାଙ୍ଗେ ସାଙ୍ଗେ ଗୋଟେ ପ୍ଲେଟରେ ବାହାର କରିକି ତାକୁ ଏମିତି ଗୋଟେ ସେପ୍ ମୁଁ ଦେଇଦେଉଛି। ତା ଉପରେ ଟିକେ ଭଲ ଦେଖାଯିବା ପାଇଁ ଧଳା ରାଶି ପକାଇ ଦେଉଛି। ଭଲ ଦେଖାଗଲେ ପିଲାମାନେ ତ ଆଗ୍ରହୀ ହେବେ ଖାଇବା ପାଇଁ। ଏମିତି ବନାନ୍ତୁ, ନିଜେ ଖାଇବା ସହିତ ପିଲାମାନଙ୍କୁ ଦିଅନ୍ତୁ। ଆଉ କିପରି ଲାଗିଲା ଆମ ଭିଡ଼ିଓଟି ମୋତେ କମେଣ୍ଟରେ ଜଣାନ୍ତୁ। ଭଲ ଲାଗିଲେ ଲାଇକ୍ କରନ୍ତୁ, ସାଙ୍ଗମାନଙ୍କ ପାଖକୁ ସେୟାର କରନ୍ତୁ। ଦେଖନ୍ତୁ କେତେ ସୁନ୍ଦର ଦେଖାଯାଉଛି, ପୁରା ପୋଡ଼ପିଠା ପରି ଦେଖାଯାଉଛି। ଆଉ ଖାଇବାକୁ ଏତେ ଟେଷ୍ଟି ଆପଣମାନେ ବିଶ୍ୱାସ କରିପାରିବେନି। ନିଜେ ଖାଇଲେ ବିଶ୍ୱାସ କରିବେ। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ ସବସ୍କ୍ରାଇବ୍ କରିବାକୁ ଭୁଲିବେନି। ମୁଁ ତାକୁ ଟିକେ ମଝିରୁ କଟ୍ କରିଦେଉଛି ଆହୁରି ଟିକେ ୟୁନିକ୍ ଦେଖାଯିବା ପାଇଁ। ଦେଖନ୍ତୁ କେତେ ସୁନ୍ଦର ଦେଖାଯାଉଛି ଆମର ମାଣ୍ଡିଆ ହାଲୁଆ। ରହୁଛି, ନମସ୍କାର। ଲାଇକ୍ ସବସ୍କ୍ରାଇବ୍ କରିବାକୁ ଭୁଲିବେନି।